Hello guys, welcome to my new vlog. ଦେଖନ୍ତୁ ଏଠି ଆଜି ମୁଁ ଦି ପୁଅଙ୍କ ମଝିରେ ଶୋଇଛି। ସାନଟା ଲେଫ୍ଟ ସାଇଡ଼୍ରେ ଶୋଇଛି, ବଡ଼ ପୁଅଟା ମୋ ରାଇଟ୍ ସାଇଡ଼୍ରେ ଶୋଇଛି। ଗୋଟେ ମା ହେଲା ପରେ ତ ଦୁଇଟା ଛୁଆ ହେଲା ପରେ ଆଉ ଦୁଇଟା ଛୁଆଙ୍କୁ ତ ଦି ସାଇଡ଼୍ରେ ହିଁ ଶୋଇକି ମା ନିଜେ ମଝିରେ ଶୁଏ। ଏ ହେଉଛି ବଡ଼ ପୁଅ। ବଡ଼ ପୁଅଟା ଏବେ ଟିକେ ଅବହେଳା ହେଇଯାଉଛି, କାହିଁକିନା ମୋତେ ଟିକେ ବେଶୀ ନଜର ସାନ ପୁଅ ଉପରେ ଦେବାକୁ ପଡ଼ୁଛି। ଆଉ ସେ ଭାଇ ହେଲା ପରେ ବଡ଼ ଭାଇ ସେ ବି ବହୁତ ମାନେ ଚେଞ୍ଜ ହେଇଗଲାଣି, ମାନେ ଗୋଟେ ନିଜର ତାର ରେସ୍ପନ୍ସିବିଲିଟି ବି ଆସିଗଲାଣି। ମୋ ବିନା ବି ସବୁ କାମ ନିଜେ କରିନେଉଛି। ଆଜି ମୁଁ ନ ଗାଧୋଇ ଦେଲେ ଗାଧାଏନି, ସିଏ ବି ଆଜି ନିଜେ ଗାଧୋଇ ପଡ଼ୁଛି। ମୋ ବିନା ରାତିରେ ବି ମୋ ବିନା କି ଦିନ ମୋ ବିନା ସେ କେବେ ଶୋଏନି। ଯେପର୍ଯ୍ୟନ୍ତ ମୁଁ ଶୋଇବାକୁ ଆସିନଥିବି ସେ ପର୍ଯ୍ୟନ୍ତ ମାମା ସରିଲା ନା ଆସୁନ ଶୋଇବା ଏବେ, ସେ ପର୍ଯ୍ୟନ୍ତ ସିଏ ଶୋଇନଥିବ। ଏବେ ମୋ ବିନା ହିଁ ଶୋଇପଡ଼ୁଛି। ସବୁ ଭାବିଲେ ବି ମୋତେ ଟିକେ କଷ୍ଟ ହୁଏ। କ'ଣ କରିବି, ମାଆର ତ ଗୋଟେ ଛୋଟ ଅଛି ମାନେ ତାକୁ ଟିକେ ବେଶୀ ଧ୍ୟାନ ଦେବାକୁ ପଡ଼ୁଛି। ବଡ଼ଟା ଟିକେ ଇଗ୍ନୋର ହେଇଯାଉଛି। ସବୁ ସେମାନେ ଦୁଇ ଜଣ ଶୋଇଥିଲେ, ମୁଁ ଘର କାମ ସାରି ସନ୍ଧ୍ୟା ଦେଇଦେଲି। ରହୁଛି ଯେହେତୁ ସେ ସନ୍ଧ୍ୟାଟା ନଦେଲେ ସନ୍ଧ୍ୟାବେଳେ ଭଲ ଲାଗିବନି। ଘରେ ଟିକେ ଧୂପ ଦେଲେ ଟିକେ ଘରର ଆସିବ। ତାପରେ ସନ୍ଧ୍ୟା ହେଇଗଲା, ସେମାନେ ଉଠିଗଲେ। ମୋତେ ମୋ ପୁଅ ଆଣିଦେଲେ, ମାମା ଟିକେ ମୋ ପାଇଁ ଇପି ନୁଡ଼ଲ୍ସ କରିଦିଅ। ମୁଁ ତାକୁ କହିଲି ତ ଛୋଟ ଭାଇ ଉଠିଗଲାଣି, ତାକୁ ଟିକେ ଧର, ତାକୁ ଖେଲ କର, ମୁଁ ଯାଇ ଇପି ନୁଡ଼ଲ୍ସ ବନେଇ ଦେଉଛି। ଆଜି ଏଇ ଯେଉଁ ଦୁଇ ଭାଇଙ୍କର ବଣ୍ଡଟା, ତାକୁ ଧରିବା, କୋଳରେ ଖେଳିବା ଦେଖିଲେ ବହୁତ ଖୁସି ଲାଗେ। ବଡ଼ ଭାଇର ଗୋଟେ ରେସ୍ପନ୍ସିବିଲିଟି ସେ ତାକୁ ଦେଇଦେଇକି ମୁଁ ପଳାଇ ଆସିଲି କିଚେନ୍କୁ। ଆସିକି ତା ପାଇଁ ଟିକେ ଇପି ନୁଡ଼ଲ୍ସ ବନେଇ ଦେଉଛି। ଛୁଆମାନେ ସନ୍ଧ୍ୟାବେଳେ ତ ଦ୍ୱିପହରେ ଯେତେ ଯାହା ଖାଇଥାନ୍ତୁ, ଆଉ ସନ୍ଧ୍ୟା ହେଇଗଲେ ତାଙ୍କୁ ଟିକେ ଭୋକ ଲାଗେ। ଭୋକ ଲାଗିଲେ ତ ଯେତେ ବି ହେଲ୍ଦି ଫୁଡ଼୍ ଦେଲେ ସେ ଖାଇବାକୁ ମନ କରେ। ଏସବୁ ଇପି, ମ୍ୟାଗି, ପାସ୍ତା ଏସବୁ ଖାଇବାକୁ ବେଶୀ ଟାଇମ୍ ଦିଏନି। ସଣ୍ଡେ ହିଁ ନୁଡ଼ଲ୍ସ ଟିକେ ନହେଲେ ପାସ୍ତା ଟିକେ ଏଇସବୁ ଟିକେ ଖାଏ, ଫାଷ୍ଟଫୁଡ଼୍ ଆଇଟମ୍। ସେଥିପାଇଁ ଆଜି ତ ଗୋଟେ ଦିନ ହିଁ ପରମିସନ୍ ମିଳେ ଯେ ଫାଷ୍ଟଫୁଡ଼୍ ଖାଇବାକୁ। ତ ଆଜି ତା ପାଇଁ ଟିକେ ଯେହେତୁ ରିକ୍ୱେଷ୍ଟ କଲା, ଆଉ ସେଥିପାଇଁ ତାକୁ ଟିକେ ବନେଇ ଦେଉଛି ଇପି ନୁଡ଼ଲ୍ସ। ଛୁଆମାନଙ୍କ ଜିଦ୍ ଆଗରେ ତ ମା ହିଁ ସବୁବେଳେ ହାର ମାନିଯାଇଥାଏ। କ'ଣ କରିବ ଆଉ। ମା ହେବାଟା ବି ଏତେ ସହଜ ନୁହଁ। କଷି ହେଇଗଲା ପରେ ମୁଁ ତାକୁ ପାଣି ଦେଇଦେଲି। ମୋର ଇପି ରେଡ଼ି ହେଇସାରିଛି। ତାପରେ ମୁଁ ତାକୁ ଟ୍ରାନ୍ସଫର୍ କରିଦେଲି ଗୋଟେ ବାଉଲ୍କୁ। ତା ଭିତରେ ମୁଁ ଇପି କରିବା ଭିତରେ ତା ମାଉସୀ ଆସିଯାଇଥିଲା। ସେ ତାଙ୍କ ଦୁଇ ଜଣଙ୍କୁ ଇପି ଦେଇଦେଲି ଖାଇବାକୁ। ତା ମାଉସୀ ଆସିଲା ପରେ, ତା ମାଉସୀ ମୋ ଭଉଣୀ ବି ମୋ ପାଖରେ ରହୁଛି। ସେ ଆସିଲା ପରେ ସାନ ଛୁଆଟାକୁ ଟିକେ ଧରିବ, ଗେଲ କରିବ, ବୁଲେଇବ, ତାପରେ ଯାଇକି ସେ ଚେଞ୍ଜ କରିବ। ଆମେ ଦୁଇ ଜଣ ଦେଇଦେଲି ଖାଇବାକୁ। ସେମାନେ ତାଙ୍କୁ ଖାଇଲେ, ଧରିକି ସାନ ଛୁଆଟାକୁ ଧରିକି ତା ମାଉସୀ ଖାଉଛି। ଖିଆଖିଇ ଭିତରେ ତାଙ୍କ ଦୁଇ ଜଣଙ୍କର ବି କଥା ଚାଲିଛି। ମୁଁ ଏପଟେ ଭିଡ଼ିଓ ନେଉଛି ବୋଲି ସେଥିପାଇଁ ସେମାନେ କହିକି ହସାହସି ହେଉଛନ୍ତି, ମାମା ଭିଡ଼ିଓ କରୁଛି ବୋଲି। ଆମ ପୁଅ ଖାଇକି ଇପି କହୁଛି ମାମା ବଢ଼ିଆ ହେଇଛି। ଭଉଣୀ ବି କହୁଛି ସୁପର୍ ସୁପର୍। ମୋ ସାନ ପୁଅଟାକୁ ବି କହୁଛି କ'ଣ ସୁପର୍ ହେଇଛି ଖାଇବାକୁ। ଦୁଇ ଜଣ ଖାଉଥିଲେ, ତାକୁ ଏଠି ତଳେ ଛାଡ଼ି ଦେଇଛନ୍ତି। ସେ ତାର ଗଡ଼ୁଛି, ଖେଳୁଛି। ତାଙ୍କର ସରିଗଲାଣି। ପୁରା ଏଠି ଲଗେଇ ଦେଇଛି ଟ୍ୟାପ୍ ଦେଖିକି ଖାଉଛି।
ଏତିକିରେ ମୋ ବ୍ଲଗ୍ ଶେଷ ହେଲା। ରହିଲି। ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ବ୍ଲଗ୍ରେ।